Welcome to Odisha News 27. କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିସିଙ୍ଗାର ଶ୍ରୀକୃଷ୍ଣନଗର ପଡ଼ିଆଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରାଯାଇଛି। ଏ ଉପଲକ୍ଷେ ଲକ୍ଷ୍ମୀପୁର ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କ ଅଧ୍ୟକ୍ଷତାରେ ବ୍ଲକ ପଡ଼ିଆଠାରେ ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସ୍ଥାନୀୟ ହିତାଧିକାରୀ ଦେଖିଥିଲେ। ଏଥିରେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକଙ୍କ ସହିତ କଳାହାଣ୍ଡି ଜିଲ୍ଲାର ବିଧାୟକ ସାଂସଦ ଓ ସ୍ଥାନୀୟ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ଏହି ଗୃହ ଯୋଜନାରେ ପୂରଣ ହେବ ପକ୍କା ଘର ଆଶା ଓ ବିକଶିତ ହେବ ଆମ ଓଡ଼ିଶା, ଏହାକୁ ନେଇ ନୂତନ ଯୋଜନା ଶୁଭାରମ୍ଭ କରାଯାଇଛି। ଏହି ଗୃହ ଯୋଜନାରେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ୍ୟ, ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର ହେବ। ଏହି ଯୋଜନାରେ 3 ବର୍ଷ ମଧ୍ୟରେ ବିନିଯୋଗ ହେବ 7,550 କୋଟି ଟଙ୍କା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି 600 କୋଟି ଟଙ୍କାରୁ ଅର୍ଥ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରାଯାଇଛି। ପ୍ରଥମ କିସ୍ତିରେ ଲକ୍ଷ୍ମୀପୁର ବ୍ଲକର 172 ଜଣ ହିତାଧିକାରୀଙ୍କୁ 1,20,000 ଟଙ୍କା ଲେଖାଏଁ କାର୍ଯ୍ୟଦେଶ ପ୍ରଦାନ କରାଯାଇଛି। ଯେଉଁ ହିତାଧିକାରୀ 4 ମାସ ମଧ୍ୟରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ସେମାନଙ୍କୁ 20,000 ଟଙ୍କା ବୋନସ ଦିଆଯିବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଳଦୀପ, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ବିଜେପି ଯୁବନେତା ଦେବଖରା ଓ 13ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ମିଶନ ଶକ୍ତି ମହିଳା ଏବଂ ଲକ୍ଷ୍ମୀପୁର ବ୍ଲକର ମହିଳାମାନେ ଉପସ୍ଥିତ ରହିଥିଲେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅନ୍ତୋଦୟ ଗୃହ ଯୋଜନାକୁ ଆଜି ତାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଆମର ବ୍ଲକ ତରଫରୁ 172 ଜଣଙ୍କୁ ଯୋଗ୍ୟ ହିତାଧିକାରୀଙ୍କୁ ବଛାଯାଇଛି। ସେ 172 ମଧ୍ୟରୁ ଆମର ଅଛନ୍ତି 80 ଜଣ ୱିଡୋ ୱିଥ୍ ମାଇନର ଚିଲଡ୍ରେନ୍ ଅଛନ୍ତି, ଆଉ ଆମର 26 ଜଣ ଅଛନ୍ତି FRA ପଟ୍ଟାଦାର ଅଛନ୍ତି, ଆଉ ଆମର 56 ଜଣ ଅଛନ୍ତି ଯେଉଁମାନେ କି ଦିବ୍ୟାଙ୍ଗ ବ୍ୟକ୍ତି ଅଛନ୍ତି, ଅନ୍ୟାନ୍ୟ 5 ଜଣ ଅଛନ୍ତି। ଏଭଳି ଭାବରେ ଆମେ 172 ଲୋକଙ୍କୁ ଆଜି ଗୃହ ଆରମ୍ଭ କାର୍ଯ୍ୟଦେଶ ବଣ୍ଟନ କରାଯାଉଛି। ଏଇଟା ସରକାର ପ୍ରତିଟି ଜିପିକୁ 15ଟା ହିସାବରେ ଚୟନ କରିବା ପାଇଁ କହିଥିଲେ। ଯେଉଁମାନେ PMI ପାଉନାହାନ୍ତି କିମ୍ବା କୌଣସି କାରଣବଶତଃ କୌଣସି ମ୍ୟାନ୍-ମେଡ୍ କିମ୍ବା ନ୍ୟାଚୁରାଲ୍ କାଲାମିଟି ହେଲେ କିମ୍ବା ଯେଉଁମାନେ ବିଧବା ଅଛନ୍ତି, ତାଙ୍କର ମାଇନର ଚିଲଡ୍ରେନ୍ ଅଛନ୍ତି, ଆଉ ଯେଉଁମାନେ FRA ପଟ୍ଟା ପାଇଛନ୍ତି କିନ୍ତୁ ଘର ପାଇନାହାନ୍ତି, ସେଇମାନଙ୍କୁ ହିଁ ଏହି ଯୋଜନାରେ ତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଲକ୍ଷ୍ମୀପୁର ପରମେଶ୍ୱର ସାହୁଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 27।